हाय फ्रेंड आपण माने ये तुषार पिंकी ऑफिशियल यूट्यूब चैनल रे स्वागत मैं पिंकी आज रही न्यू वीडियो आपण मानकर संगे शेयर करूछी भाबुछी वीडियोटा आपण माने लास्ट पर्यंत देखिबे आ वीडियोटा केमती हेची कमेंट द्वारा निहाती जणाबे चैनल जदि नुआ आस्थिबे ना तो प्लीज चैनल के टिके लाइक शेयर कमेंट करबा लगे बिल्कुल भी नहीं भूलबे आज संध्या टाइम रोसई रो वीडियो एटा मैं आपण मानकर संगे शेयर करथि एटा रोसई करबा ना ମୁଁ ଭାତ ଆଉ ଡାଲି ବସେଇଥିଲି ନା ଆଉ ଭାତ ଡାଲି ଚାଉଳ ବି ପକେଇ ଦେଇ ସାରିଥିଲି ନା ତାପରେ ଅଟାଟା ଚଟକି ଦେଇଛି କହିନି ଆଉ ଅଟାଟା ଚଟକି ଦେଇଛି ଅଟାଟା ଯଦି ଚଟକିକି ରଖିଲେ ନା ଟିକେ ଟାଇମ୍ ତକ ରୁଟିଟା ବହୁତ ବଢ଼ିଆ ହୁଏ ଆଉ ବେଲବା ଲାଗି ବି ଇଜି ହେଇଯାସି ତ ଭାତ ଡାଲି ବସେଇ ସାରିଲା ପରେ ନା ମୁଇଁ ଅଟାକେ ଚଟକି ଦେନି ଆଉ ତାପରେ ନା ପନିପରିବା ବି କାଟିକି ରଖିଦେଇଥିଲି ନା ସାଇଡ଼ରେ ବାହାରେ ବସିଥିଲି ଆଉ ଆଜି ନା ଆମର ଘରେ ମାନେ ବାସନ ପତ୍ର ମାଜି ଆସନ୍ ସେ ନେଇ ଆସି ତାଙ୍କେ ତ ଯିବା ଲାଗି ବହୁତ ଟାଇମ୍ ତକ ପଡ଼୍ସି ତ ଏଇଟା ମୁଇଁ ଜଗିଥିନି ସାଢ଼େ ସାତ ହେଇଯାଇଥିଲା ନା ସନ୍ଧ୍ୟାର କିନ୍ତୁ ନେଇ ଆସିଥିଲେ ସାଢ଼େ ସାତ ହେଇଗଲା 7 ବଜା ତକ ସେ ଆସେ ତ ସେଥିଲାଗି ନା ଆଉ ଅଧା ଘଣ୍ଟା ଅଧିକ ମୁଇଁ ଜଗି ଦେଇଥିନି କାଳେ ଆସିବେ କହିକି ତାପରେ ଏଇଟା ମୁଁ ଭାତ ଡାଲି ବସେଇକି ଅଟା ଚକଟିକି ପନିପରିବା ସବୁ କାଟିକି ରଖିଦେଇ ସାରିଲା ପରେ ନା ବାସନ ସବୁ ବତୁରେଇ ଦେଇଥିନି ଆଗରୁ ତ ଭାବୁନି ବାସନ ସବୁକୁ ମାଜି ଦେଇଥିନି ଆଉ ସେ ନେଇ ଆସନ୍ ନା ଭାବିନି ଆଉ କାହାର ଗୋଟେ ଯଦି ରଖନା କରବାର୍ ଲାଗି କାମ ତ ତାଙ୍କର ହିସାବରେ ଏକା କରସନ୍ ସେମାନେ ବୋଲେ ତାଙ୍କୁ ଯଗି ଯଗି ଏକା ହଉ ବୋଲେ ସକାଳ ଟାଇମ୍ଟା ବି ହେନ୍ତା ଯଗି ଯଗି କା ରୋଷେଇ ନା ଆମର ଆଜିକାଲି 11 ବଜେ ଷ୍ଟାର୍ଟ ହେଇଯାଉଛି ସେ ଆଜିକାଲି ଡେରିରେ ଆସୁଛନ୍ତି ଥଣ୍ଡା ଏତିକି ସେଇ ଘରେ କେମିତି ଆସିବେ ଜଲ୍ଦି ତ ଏଇଟା ଭାତ ଡାଲି ବସେଇ ସାରିଲା ପରେ ବାସନ ସବୁକୁ ମାଜି ଦଉଛେ ଆଉ ପାଣି ଦେଇକି ବତେଇଥିଲି ନା ସେ ଦି ତିନିଟା ଭାତ ସେଠି ପଡ଼ିଯାଇଛି ତ ପାଣିଟା ଜମା ହେଇଯାଇଛି ତାହା ଯଦି କାଢ଼ବାର ଅଛି ଆଉ ନାହିଁ ତ ଦେଖୁନ କେତେ ସାରା ପାଣି ଜମା ହେଇଛି ବେଶୀ ବାସନ ଯଦି ଏମିତି ରୋଷେଇ ଘରେ ମାଜିଲେ ନାହିଁ ପ୍ରୋବ୍ଲେମ୍ ହଉଛି ସେଥିଲାଗି ଆମର ବାସନ ସବୁ ନା ବାହାରେ ଏକା ମଜା ହୁଏ ହେନ୍ତା ବାଇଚାନ୍ସ ଜଳଖିଆ ଟିଫିନ୍ ସବୁ ଖାଇଲାଟା ମଜା ହୁଏ କି ଯେନଦିନ ସେ ନେଇ ଆସିବେ ବାସନ ମାଜି ତ ରୋଷେଇ ଘରେ ଆମେ ମାଜି ଦଉଁ କିନ୍ତୁ ବଡ଼ ବଡ଼ ମାନେ କଡ଼େଇ ଗଞ୍ଜ ଏ ସବୁ ଯଦି ବଡ଼ଟା ରୋଷେଇ କରା ହେଇଥାଏ ନା ସେଟା ବାହାରେ ଏକା ମଜା ହୁଏ ଆଉ ଗୋଟେ ସବୁ ନା ମାଜି ସାରିଲା ପରେ ଧୋଇବାର ଅଛି ମୋତେ ତ ସେଥିଲାଗି ସବୁ ବାସନ ଉପରେ ରଖିଥିନି ଉପରଟା ତଳଟା ବି ଧୋଇଦେନି ତାପରେ ଧୋଇକି ସବୁ ବାସନ ସବୁ ଉପରେ ରଖିଛେ ନି ତ ସବୁ ସର୍ଫ ସାବୁନର ପାଣି ମାନେ ଟିକେ ତାର ଉପରେ ରଖିକିନା ଆଉ ଧୋଇବା ଲାଗି ପଡ଼ିଛି ସେଥିଲାଗି ତଳଟାକେ ଭଲ ଭାବେ ଧୋଇ ସାରିଲା ପରେ ସେନେ ସବୁ ବାସନକୁ ଥୋଇକି ରଖୁଛେ ଆଉ ଯଦି ନିଜେ କାମ କଲେ ନା ସବୁ କାମ ଜଲ୍ଦି ଜଲ୍ଦି ସରିଯାସି ଅଲଗା କାହାରି କିଛି ବି କରିପାରେ ନା ଏମିତି ଏକା ହୁଏ ମାନେ ଡେରି ହେସି ବହୁତ କେନ ଦିନ ଆସିବେ ନି ଆସିବେ ଯଗି ଯଗି ବାକି ତ ସେ ପ୍ରାୟ ସବୁଦିନ ଆସନ୍ ଆଜି କିଛି ପ୍ରୋବ୍ଲେମ୍ ହେଇଥିବା ତ ସେ ଆସିନି ତାପରେ ଏମାନେ ମୁଁ ସବୁ ବାସନ ମାଜି ସାରିନି ନା ଆଉ ଖାଲି ଦେଖିପାରୁଥିବେ କେତେ ପାଣି ଜମା ହେଇଯାଇଛି ଏଇଟାକି ମୋତେ ଖୋଲିବାର ଥିଲା ଆଉ ମୁଇଁ ଏଇଟା କେମିତି ଛାଡ଼ିକି ପଲେଇଗନି ଭାତ ଦେଖି ପାରିଲି କି ଭାତଟା ବି ମୋର ହେଇଯାଇଥିବା ନା ବସେଇ ସାରିଲା ପରେ ତାପରେ ଧୀରେ ଧୀରେ ପାଣି ସବୁ ସରି ଆସିଥିଲା ନା ଆଉ ମୋର ଭାତ ବି ହେଇଯାଇଥିଲା ନା ତ ମୁଁ ଭାତ ବି ଗାଲବା ଲାଗି ସେମିତି ପଳେଇ ଆସିନି ଆଉ ଗରମ ଭାତର ପାଣିଟା ପକାଇଲେ ନା ପାଣିଟା ଜମିଯିବି ଆଉ ଭଲ ଭାବରେ ପଲେଇଯିବା ସଫା ହେଇଯିବା କହିକି ତାପରେ ଏଇଟା ମୁଁ ଭାତ ଆଣିକି ଗାଲବାରେ ଲାଗିଛି ଆମେ ନା ଘରେ ପୁରା 2-3 ଜଣ ଅଛୁ ତ କେତେ କମ୍ ରୋଷେଇ କରିଛନ୍ତି ଏଇବାର ପୁରା ଛୋଟ ଗଞ୍ଜଟେ ରାତି ଟାଇମ୍ରେ କେହି ବି ଏତିକି ଭାତ ନେଇ ଖାଅନ୍ ଆଉ ସବୁ ଭାତ ଟିକେ ଆଉ ରୁଟି ବି ଖାଏସନ୍ ତ ସେଥିଲାଗି ଦୁଇଟା କରବାର୍ ଲାଗି ପଡ଼୍ସି ସେଥିଲାଗି କମ୍ କମ୍ ଏକା ନା ମାତ୍ର 3 ଜଣ ନା ଏକା ଘରେ ଅଛୁ ଆଉ କେତେ ବଡ଼ ଗଞ୍ଜରେ ରୋଷେଇ କରିମି ଏଥିରୁ ବି ନା ଭାତ ବଳିଯିବା ରୁଟି ବି ବଳିଯିବା ଆଉ ଏଇନେ ମୋର ଡାଲି ଆଉ ଭାତ ହେଇଯାଇଥିଲା ତ ଡାଲି କେମିତି କରିଥିଲି ଡାଲିଟା ନେଇ ଦେଇଦେଲି ତ ସେଥିଲାଗି ଡାଲି ଫୁଟାବା ଲାଗିନା ମୁଁ କଡ଼େଇକି ଗରମ କରିଦେଇଥିନି ଆଉ କଡ଼େଇରେ ନା ତେଲ ବି ପକେଇ ଦେଇଥିଲି ନା ତ ତେଲଟା ମୋର ତେଲଟା ଭଲ ଭାବରେ ନା ଗରମ ହେଇଯାଇଥିଲା ନା ସୋରିଷଟା ପକେଇଦେନି ସୋରିଷଟା ବି ଫୁଟି ଆସିଲା ନା ଆଉ ଆଜି ମୁଁ ନା ପିଆଜରେ ଡାଲିଟା ଫୁଟେଇନି ସେଥିଲାଗି କଞ୍ଚା ଲଙ୍କା ପିଆଜ ଏଇ ସବୁ ପକେଇକି ଆଜି ମୁଁ ଡାଲିଟା ଫୁଟେଇମି ଫୁଟଣରେ ମୁଁ ନା ସୋରିଷ ନେଇଛି କେବେ ସୋରିଷ ନେସି କେବେ ପଞ୍ଚ ଫୁଟଣ ନେସି ଆଉ କେବେ ଜିରା ବି ନେସି ଏ ତିନିଟା ଜିନିଷ ନା ମଝି ମଝି ଚେଞ୍ଜ କରି କରି ଫୁଟେଇଲେ ତାର ସ୍ମେଲ୍ଟା ଟିକେ ବଢ଼ିଆ ଆସି ଆଉ ହିଙ୍ଗୁ ନା ମୋତେ ଏତେ ଭଲ ନାଇଁ ଲାଗେ ତ ହିଙ୍ଗୁ ମୁଇଁ ବାଇଚାନ୍ସ ପକାସି ଘରେ ସମସ୍ତଙ୍କୁ ପସନ୍ଦ କିନ୍ତୁ ମୋତେ ପସନ୍ଦ ନାଇଁ ନା ତ ସେଥିଲାଗି ମୁଁ ପକାଲା ଜିନିଷଟା ନା ମୁଁ ଖାଇବାଟା ପୁରା କମ୍ କରିଛି ଆଉ ଯେତେବେଳେ ନେଇ ଜାଣିପାରେ ଗୋଟେ ଗୋଟେ ଜିନିଷରେ ପଡ଼ିଥିଲେ ତ ଖାଇ ହେଇଯାଏସି କିନ୍ତୁ କମ୍ ରାନ୍ଧବ ଟିକେ ରାନ୍ଧବ ବୋଲି ନା ଜାଣି ହେଇଯାଏସି କାଣା ବି ଆଉ ବେଶୀ ଜିନିଷ ରୋଷେଇ କଲେ ନା କିଛି ଜଣା ନାଇଁ ପଡ଼େ ନିଜେ ଖାଇଲା ଜିନିଷ ପଡ଼ିଛି କି ନାଇଁ ପଡ଼ିଛି
ଆଉ ଏବେ ମୁଁ ଡାଲିଟା ଫୁଟେଇଦେନି ଆଉ ଏଇଟା ନା ମୋତେ ବନାବାର ଥିଲା କୋବିର ଭଜା ତ ସେଥିଲାଗି ନା ଆଜି ସାଧା ଏକା ବନାଉଛି ମସଲା ତ ହେତେ ଆମର ଘରେ ପୁରା ବହୁତ କମ୍ ୟୁଜ୍ କରାହେସି ମସଲା ଜିନିଷ ତ ଆମେ ବେଶୀ ନେଇ ଖାଉଁ ଖାଲି ନା ହଳଦୀ ପାଉଡ଼ର ଲଙ୍କା ପାଉଡ଼ର ଲୁଣ ଏସବୁକେ ନେଇକି ଆମର ଘରେ ନା ସବୁବେଲେ ଏଇ ଟାଇପ୍ର ଏକା ରୋଷେଇ କରାହେସି ମସଲା ବାଇଚାନ୍ସ କି ସୋରିଷ ବଟା ବାଇଚାନ୍ସ ଏକା ରୋଷେଇ କରାହେସି କେବେ କେନ୍ତା ମଝି ମଝି ବାଇଚାନ୍ସ ମାନେ ସବୁଦିନ ନା ବହୁତ ଟାଇମ୍ ସାଧା ଏକା ସମସ୍ତଙ୍କୁ ପସନ୍ଦ ମସଲା ଜିନିଷ ଏତେ ଖାଇବାର୍ ଲାଗି କେହି ବି ପସନ୍ଦ ନାଇଁ କରନ୍। ଆଉ କିଛି ପନିପରିବାରେ ଯଦି କିଛି ତରକାରୀ ପତ୍ର କଲ ତ ମସଲା ନେଇଗଲେ ଭଲ ନାଇଁ ଲାଗେ ଏମିତି ସନ୍ତୁଳା ପତର କି କୋବି ଏ ସବୁରେ ନା ଯଦି ଇଚ୍ଛା ନଥିବ ମାନେ ସେମିତି ସାଧା ଏକା ସନ୍ତୁଳି ରଖିବା ହୁଏ। ତାପରେ କୋବି ବାଇଗଣ ଆଳୁ ଏସବୁ ମିଶେଇକି ଆଜି ମୁଁ ସନ୍ତୁଳିଥିଲି। ତ ଏଇନେ ମୁଁ କୋବି ଆଳୁ ବାଇଗଣ ପକେଇ ସାରିଲିନା ତାପରେ ନା ଲୁଣ ସ୍ୱାଦ ଅନୁସାରେ ପକେଇ ଦେଇଛି ହଳଦୀ ଗୁଣ୍ଡ ଆଉ ଲଙ୍କା ପାଉଡ଼ର ଏ ସବୁ ପକେଇକି ମୁଁ ଭଲ ଭାବେ ଏଟାକେ ମିକ୍ସ କରିଦେମି। ଆଉ କଡ଼େଇଟା ନା ମୋର ଛୋଟ ହେଇଯାଉଛେ ମାନେ କୋବିଟା ନା ରୋଷେଇ କଲାବେଳେ ଅଧିକା ହେଇଥାଏ ବନ୍ଧାକୋବିଟା ଆଉ ରୋଷେଇ କଲା ପରେ କମ୍ ହେଇଯାଏ କିନ୍ତୁ ମୋର କଡ଼େଇଟା ଫୁଲ୍ ହେଇଯାଇଛି। କିନ୍ତୁ ନା ସିଝି ସାରିଲା ପରେ ଏଇଟା କମ୍ ହେଇଯିବ ସେଥିଲାଗି ମୁଁ ଛୋଟ କଡ଼େଇ ଆଣିଥାନ୍ତି ସେଟା ସିଝି ସାରିଲା ପରେ କେତେ କମ୍ ହେଇଯାଇଛି। ଆଉ ଅଟାର ବି ନା ମୁଁ ଗୋଳା ବନେଇ ସାରିଲିଣି ନା ତରକାରୀ ବସେଇଦେନି ଆଉ ଅଟାର ଗୋଳାଟା ମୁଁ ବନେଇ ବେଶି କହିନି। ବେଶୀ ମସଲା ଜିନିଷ ଖାଇବାର୍ ଲାଗି ପସନ୍ଦ ନାଇଁ କରେ ଆମର ଘରେ ଅଦା ରସୁଣ ପେଷ୍ଟ ପିଆଜ ପେଷ୍ଟ ଆଉ ନା ଲଙ୍କାଗୁଣ୍ଡ ଲଙ୍କା ପାଉଡ଼ର ଆଉ ହଳଦୀ ପାଉଡ଼ର ଏସବୁ ବହୁତ ୟୁଜ୍ କରାହୁଏ ଆଉ ଜିରା ସୋରିଷ ଏଇଟା ବହୁତ କମ୍ ୟୁଜ୍ କରାହୁଏସି। ସାଧା ଜିନିଷ ରୋଷେଇ କଲେ ନା ସମସ୍ତେ ସବୁ ସଜାସେ କିନ୍ତୁ ବେଶୀ ମସଲା କରବ ତ ୱେଷ୍ଟ ହେଇଯାଏସି ଆଉ କାହାକେ ପସନ୍ଦ ନାଇଁ। ଏମିତି ଦିନେ ଅଧେ ସମସ୍ତେ ଖାଇଦେସନ୍ ମାନେ ପୁରା ପ୍ରାୟ ଦିନ ପୁରା ସବୁଦିନ ଲାଗି ଲାଗି ମସଲା ତ ନୁହଁ ମସଲାର ମାନେ ଅଦା ରସୁଣ ପେଷ୍ଟ ଏସବୁ ପକେଇକିନା ତରକାରୀ ବନା ହେସି। ତାପରେ ନା ତରକାରୀ ମୁଁ ବସେଇଦେମି ନା ଆଉ ସେଠି ଟମାଟୋ ଗୋଟେ ବି କାଟିକି ପକେଇଦେମି ବୋଲି ଭାବୁଛି ଆଉ ଏଇଟା ମୁଁ ଖୋଲିକି ଟିକେ ଚଲେଇ ଦେଖିଦିଏ। ତାପରେ ଟମାଟୋ କାଟିଲା ଠୁନା ମୁଁ ଆଣିକି ପକେଇଦେମି ଗୋଟେ ଟମାଟୋ କାଟିଛି ମିଡ଼ିୟମ୍ ସାଇଜ୍ ଆଉ ସେଠିକ ପକେଇଦେମି ତାପରେ ରୁଟି ନାଇଁନେ ପକେଇଥିଲି ତମ ଗୋଟେ ସାଇଡ଼୍ ରୁଟି ହାଲକା ହେଇ ଆସିଥିଲା ନା ସେ ଭିତରେ ତ ମୁଁ ତାହାକେ ଲଉଟେଇଦେମି ଆଉ ନା ମୁଁ ହଟକେସଟା ନେଇ ଆନି ରୁଟି ରଖିବାର ଲାଗି ହରବରରେ କେତେବେଲେ ନା ଟାଇମ୍ ମିଳିଲା ନା 8ଟା ସାଢ଼େ 8ଟା ପାଖାପାଖି ତ ଖାଇବାର ବି ଥିଲା ମାନେ ଖାଇବାର୍ ଲାଗି ବି ଆସିଥିଲି ନା ତ ହେଥିଲାଗି ହରବରରେ ଏକା ମୁଁ କାଣା ଆଣିଛି କାଣା ନେଇକି ଜାଣିପାରବା ହେଲି ନା ରୁଟିଟା ମୋର ଇନେ ହେଇ ଆସିଥିଲା ନା ଆଉ ଏଭଳିଆ କାମ ତାୱାରେ କାମ ଘରେ ସବୁବେଳେ ରୁଟି ସେକା ହୁଏ। ନିଆଁରେ ତ ବାଇଚାନ୍ସ କେବେ କେମିତି ମୁଡ୍ ହେଲେ ସେକନ୍ ଆଉ ତାୱାର ସେକିବାର ରୁଟି ନା ସମସ୍ତଙ୍କୁ ପସନ୍ଦ ଆଉ ଗ୍ୟାସ୍ ଉପରେ ଡାଇରେକ୍ଟ ଦେଇକିନା ଆମର ଘରେ ନେଇ ରୁଟି ସେକା ହୁଏ। ଆଉ ଏଇନେ ମୁଁ ନା ଟମାଟୋ ପକେଇଥିନି ତ ଟମାଟୋ ପକେଇ ସାରିଲା ପରେ ନା ତରକାରୀ ଟିକେ ଚଲେଇ ଦେଇଛି କହିନି ଆଉ ସେକେଣ୍ଡ ଦୁଇଟା ରୁଟି ପକେଇଛି ଦୁଇଟା ରୁଟି ତ ହେଇସାରିଲା ନା କମ୍ ଲୋକ ଅଛନ୍ତି ବୋଲେ ଭାତ ବି ଟିକେ ଟିକେ ରୁଟି ତରକାରୀ ସବୁ କିଛି କମ୍ ଏକା କରିଛେଁ। ଏତିକି ବି ବଳିଯିବ ସମସ୍ତେ ନା ଭାତ ଟିକେ ରୁଟି ଟିକେ ଆଉ ଜାଣା ବି ତରକାରୀ ପତ୍ର ଯାହା ବି ହେଇଥିବା ମାନେ ଖାଇସନ୍ ଆଉ ରାତି ଟାଇମରେ ନା ରୁଟିଟା ପୁରା ନିହାତି ଆମର ଘରେ ଆଉ ଆଜିର ଭିଡ଼ିଓରେ ଏତିକି ଭିଡ଼ିଓଟା ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ଦ୍ୱାରା ନିହାତି ଜଣାନ୍ତୁ।